ହିଟ୍ ଆଣ୍ଡ ରନ୍ କାହାକୁ କୁହାଯାଏ? ନା ଆଇପିସିରେ ନା ବିଏନ୍ଏସ୍ରେ ଏହାକୁ ପରିଭାଷିତ କରାଯାଇଛି। ନେଗ୍ଲିଜେନ୍ସ ବା ରସ୍ ଡ୍ରାଇଭିଂ କରିବା ଦ୍ୱାରା କାହାକୁ ଧକ୍କା ମାରିବା। ନେଗ୍ଲିଜେନ୍ସ ମାନେ ଉପେକ୍ଷାପୂର୍ଣ୍ଣ ତରିକାରେ ଗାଡ଼ି ଚଳାଇବା। ମତଲବ ଲେଫ୍ଟ ସାଇଡ଼ରେ ଯିବାର ଅଛି ତ ରାଇଟ୍ ସାଇଡ଼ରେ ଯିବା, ସିଗ୍ନାଲକୁ ନ ମାନିବା, ଏହାକୁ କୁହାଯାଏ ନେଗ୍ଲିଜେଣ୍ଟ ଡ୍ରାଇଭିଂ କରୁଛି। ରସ୍ ଡ୍ରାଇଭିଂ ମାନେ ସ୍ପିଡ୍ ଲିମିଟକୁ ବ୍ରିଜ୍ କରିବା। ଯଦି ଏପରି କରି କାହାକୁ ଟକ୍କର ମାରିଦେବା ଏହାକୁ କୁହାଯାଏ ହିଟ୍ କରିବା। ଯଦି କେହି ସେଠାରୁ ପଳାଇ ଯାଉଛି ଏହାକୁ କୁହାଯାଏ ହିଟ୍ ଆଣ୍ଡ ରନ୍ର ମାମଲା। ଆଇପିସିରେ ସେକ୍ସନ 304A ହିଟ୍ ଆଣ୍ଡ ରନ୍ ମାମଲାରେ ଯଦି କେହି ମୃତ୍ୟୁବରଣ କରୁଛି 2 ବର୍ଷ ସଜାର ପ୍ରାବଧାନ ଅଛି। ମାମଲା କଗ୍ନିଜିବୁଲ ଏବଂ ବେଲେବୁଲ ଅଟେ।